ନିଘ ନିଦରେ ଶୋଇଯାଇଥିଲୁ ସବୁ। ଆଖି ଖୋଲିଲା ସକାଳ 6ଟାରେ। ମେଘ ବି ଛାଡ଼ି ଯାଇଥାଏ ସକାଳୁ। ଆର୍ମି ସାଙ୍ଗ ଉଠି ଆଗ ଆମକୁ ଡାକ ପକାଇଲା। ତାର ତ ସବୁବେଳେ ରାତି 4ଟାରୁ ଉଠିବାର ଅଭ୍ୟାସ। ବାଧାରେ ନିଦ ଭାଙ୍ଗିନି, ତଥାପି 6ଟାରେ ଉଠିଥିଲା ସେ। ଭୋଟ ସକାଳ 8ଟାରୁ ଆରମ୍ଭ। ତେଣୁ ସମସ୍ତେ ଆମେ ଚଟାପଟ ଉଠି ନିଜର ନିତ୍ୟକର୍ମ ସାରିବା ପାଇଁ ବାହାରିଲୁ। ମେଘ ଛାଡ଼ି ଯାଇଥାଏ, କିନ୍ତୁ କଳାହାଣ୍ଡିଆ ମେଘ ଲଦିକି ଥାଏ। ଆମ ଦୁହିଁଙ୍କ ମନରେ ରାତିର ଘଟଣା ସତେଜ ହୋଇଥାଏ। ଆଖି ଖାଲି ସେଇ ଝରକା ଆଉ ବରଗଛ ପାଖକୁ ଚାଲି ଯାଉଥାଏ। ଅନ୍ୟମାନଙ୍କୁ ସେ ବିଷୟରେ କହିବୁ କି ନାହିଁ ଦ୍ୱନ୍ଦ୍ୱରେ ପଡ଼ିଲୁ, କାରଣ ଆଗରୁ ଘଟିଥିବା ସେ 2ଟି ଘଟଣା ପରେ ଆଉ କିଏ ଆମ କଥାକୁ ବିଶ୍ୱାସ କରିବେନି। ରତିକାନ୍ତ ସାର୍ ବେଶୀ ମଜା ଉଡ଼ାଉଥିଲେ ଆମମାନଙ୍କର, କିନ୍ତୁ ସେ ଏବେ ନିଜେ ଭୁକ୍ତଭୋଗୀ। ମୋର ଟିକେ ବିଶ୍ୱାସ ଥିଲା ମୋ କଥା ନହେଲେ ନାହିଁ, କିନ୍ତୁ ରତିକାନ୍ତ ସାର୍ଙ୍କ କଥା ସମସ୍ତେ ବିଶ୍ୱାସ କରିବେ ନିଶ୍ଚୟ। ଲୋକାଲ ପୋଲିସ 2 ଜଣଙ୍କ ଠାରୁ ପଚାରି ବୁଝିଲୁ ଗାଧୁଆ ପାଧୁଆର କେଉଁଠି ବ୍ୟବସ୍ଥା ଅଛି ବୋଲି। ସେମାନଙ୍କୁ ପଚାରିବାରୁ ଜାଣିଲୁ ଯେ ସ୍କୁଲ ଠାରୁ 500 ମିଟର ଗଲା ପରେ ଏକ ସୁନ୍ଦର ପୋଖରୀଟିଏ ଅଛି। ତେଣୁ ଡେରି ନ କରି ସମସ୍ତେ ହାତରେ ଗୋଟିଏ ଗୋଟିଏ ଦାନ୍ତକାଠି ଧରି ଚାଲିଲୁ ସେ ପୋଖରୀ ଆଡ଼େ। ମୋ ମୁଣ୍ଡରେ ସେ କଳା ଛାୟାର କଥା ପୁରା ଘର କରିସାରିଥିଲା। ଯୁଆଡ଼େ ବି ଚାହିଁଲେ ଖାଲି ସେହି କଳା ଛାଇ ଦେଖାଯାଉଥିଲା ମୋତେ। ଆଉ କେହି ମୋ ପଛରେ ମୋତେ ଅନୁସରଣ କରି ଆସିବାର ଭ୍ରମ ମଧ୍ୟ ହେଉଥିଲା। ଚାଲି ଚାଲି ଯିବା ସମୟରେ କହିଲି, ଯାହା ବି ହେଇଯାଉ ଆଜି ଭୋଟ ସରିବା ମାତ୍ରକେ ଆମେ ଏଠାରୁ ବାହାରି ଚାଲିଯିବା। ମୋତେ ଏ ଜାଗା ଆଦୌ ଠିକ୍ ଲାଗୁନି। ବହୁତ ଖତରନାକ ଏ ଗାଁଟା। ମହେଶ କହିଲା, ନା ନା, ଆସିଛେ ମାନେ ଆମେ ବୁଲାବୁଲି କରିକି ଯିବା। ଭୋଟ ସରିବା ପରେ ଆର୍ମି ସାଙ୍ଗ ଆଉ ଆମେ ସବୁ ଯାଇକି ବ୍ଲକ ଅଫିସରେ ବାକ୍ସ ଦେଇ ଆସିବା। ତାପରେ ଏଠି 4 କି 8 ଦିନ ରହିକି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଯିବା। ଦେଖିଲ ତ ସବୁ କେତେ ସୁନ୍ଦର ପରିବେଶ ଏ ଗାଁରେ। ସତକୁ ସତ ସ୍ନିଗ୍ଧ ସକାଳରେ ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ବହୁତ ମନଲୋଭା। ଗାଁ ଚାରିଆଡ଼େ ପାହାଡ଼ ବନଲତା। ପାହାଡ଼ ତଳେ ସୁନ୍ଦର ସବୁଜ ଶସ୍ୟ ଶ୍ୟାମଳପୂର୍ଣ୍ଣ ଧାନ କ୍ଷେତ। ବିଲରେ ସବୁଜ କ୍ଷେତ ଭିତରେ ଚରୁଥିବା ଗାଈ ମଇଁଷି ମେଣ୍ଢାଙ୍କ ଉପରେ ବସିଥିବା କୁନି କୁନି କୋଇଲି କଜଳପାତି ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଥିଲେ। ସବୁଜିମା ଭରା ଶସ୍ୟ କ୍ଷେତରୁ ଧଳା ବଗମାନଙ୍କ ମାଛ ଧରିବା ଆହୁରି ଆକର୍ଷଣୀୟ ଥିଲା। ସମସ୍ତଙ୍କ ବାଡ଼ିରେ ଭଳିକି ଭଳି ପନିପରିବାର ସମାଗମ ବେଶୀ ଆକର୍ଷିତ କରୁଥିଲା। ବର୍ଷା ପାଇଁ ରାସ୍ତା ଉପରକୁ ଡେଇଁ ଡେଇଁ ଆସୁଥିବା କଉ ମାଛମାନଙ୍କର ଲମ୍ବା ଧାଡ଼ି, ଆଉ ସେମାନଙ୍କ ପଛେ ପଛେ ଧରିବାକୁ ଛୋଟ ପିଲାମାନଙ୍କର ପ୍ରୟାସ। ତା ସହ ଗାଁରେ ଥିବା ଛୋଟ ଛୋଟ ନୁଆଣିଆ ଚାଳ ଛପର ଘର। ଆଜବେଷ୍ଟ ଘର ଗୋଟିଏ ଗୋଟିଏ ଥାଏ, ପକ୍କା ଘର ଗୋଟିଏ ବି ନାହିଁ। ଚାଳ ଉପରେ ବସିଥିବା ପକ୍ଷୀ କାକଳିର ଗୁଞ୍ଜରିତ ସ୍ୱର ବେଶ ମନଛୁଆଁ। ସେହି କିଛି କ୍ଷଣକ ପାଇଁ ଆମେ ସେହି ଗାଁର ସବୁଜିମାରେ ଲୀନ ହୋଇଯାଇଥିଲୁ। 500 ମିଟର ଚାଲି ଚାଲି ଯିବା ସମୟରେ ଏତେ ସବୁ ଚିତ୍ତାକର୍ଷକ ଦୃଶ୍ୟ ଦେଖି ଆମେ ଆତ୍ମହରା ହୋଇ ପଡ଼ିଥିଲୁ। ତେଣୁ ସମସ୍ତେ ସ୍ଥିର କରିଲେ ଏଠି ଆଉ 2 ଦିନ ରହି ପ୍ରାକୃତିକ ଶୋଭାକୁ ଉପଭୋଗ କରି ତାପରେ ଫେରିବା। ସମସ୍ତେ ସମାନ ମତ ଦେଲେ। ମୋତେ ପଚାରିବାରୁ ପୁଣି ସେ ରାତିର ଭୂତ କଥା ଭାବି ଟିକେ ଦୋଦ ପାଞ୍ଚି ହେଲି। ପୁଣି ଭାବିଲି ପୁରୁଷ ପୁଅ ହୋଇ ଡର କାହାକୁ। ତେଣୁ ସମସ୍ତଙ୍କ ହଁରେ ହଁ ଭରିଲେ। ପୋଖରୀରେ ପହଞ୍ଚି ସମସ୍ତେ ସ୍ନାନ କରି ପୁଣି ସ୍କୁଲକୁ ଫେରି ଆସିଲୁ। ସ୍କୁଲରେ ଆସି ଦେଖିଲା ବେଳକୁ ଗାଁ ମୁଖିଆ ଜଳଖିଆ ଧରି ହାଜର। ଜଳଖିଆରେ ସେ ଆଣିଥିଲେ ତାଙ୍କ ଘରର ସଦ୍ୟ ପ୍ରସ୍ତୁତ ମାଣ୍ଡିଆ ଯାଉ, ତାହା ସହ ଖାଣ୍ଟି ମଇଁଷି କ୍ଷୀରରେ ତିଆରି ଚାହା। ସେସବୁକୁ ଦେଖି ଆମେ ପରସ୍ପରକୁ ଚାହିଁଲୁ। ମହେଶ ଆଉ ରତିକାନ୍ତ ସାର୍ ମନା କରିଦେଲେ ଭୋକ ନାହିଁ ଖାଇବେନି ବୋଲି। କିନ୍ତୁ ମୁଁ ସବୁବେଳେ ପିଲାଦିନରୁ ବାପାଙ୍କ ଶିକ୍ଷାକୁ ମାନି ଆସିଛି, ଯେ ଦେଶେ ଯାଇ ସେ ଫଳ ଖାଏ। ତେଣୁ ମୁଁ ଆଗ୍ରହ ସହ ଖାଇଲି। ସତରେ ସେଦିନ ସେ ମାଣ୍ଡିଆ ଯାଉକୁ ମୁଁ ଯଦି ଛାଡ଼ି ଦେଇଥାନ୍ତେ ତାହେଲେ ଏକ ଅମୃତ ତୁଲ୍ୟ ଖାଦ୍ୟକୁ ହରାଇଥାନ୍ତି ମୁଁ। ମୋ ଠାରୁ ଶୁଣି ସମସ୍ତେ ଖାଇଲେ ଆଉ ବାହା ବାହା କରିଲେ। ମଇଁଷି କ୍ଷୀରର ଚାହା, ଚାହା ତ ନୁହେଁ, ତାକୁ ଆମ ଭାଷାରେ ରାବିଡ଼ି କହିଲୁ। ମନ ଭରିଗଲା ଆଉ ପେଟ ବି ପୂର୍ଣ୍ଣ। ଖାଦ୍ୟ ଦେଖି ମନଟା ଯେମିତି ପିତା ହୋଇଯାଇଥିଲା,
ଖାଇସାରିବା ପରେ ସେତିକି ତୃପ୍ତ ହୋଇଗଲା। ଲାଗୁଥିଲା ଆଉ ମଧ୍ୟାହ୍ନ ଭୋଜନରେ କିଛି ବି ଦରକାର ହେବ ନାହିଁ। ଠିକ୍ ସମୟରେ ସବୁ ସଜାଡ଼ି ଭୋଟ ଗ୍ରହଣ ପାଇଁ ବସିଗଲୁ। ଖାଲି ଘଣ୍ଟା ଦେଖି ଆମ ସମୟ ଗଲା। 8ଟାରୁ 9ଟା, 9ଟାରୁ 10ଟା, 2 ଘଣ୍ଟା ହୋଇଗଲା। କେହି ବି ଜଣେ ଭୋଟ ଦେବା ପାଇଁ ଆସିଲେନି। ବାହାରକୁ ଯାଇ ଦେଖୁ ତ ଗାଁର ସବୁ ଆଦିବାସୀ ଲୋକ ଏବଂ ଆଦିବାସୀ ମହିଳା ଏକତ୍ର ସଂଘବଦ୍ଧ ହୋଇ ସ୍କୁଲ ଆଡ଼େ ମାଡ଼ି ଆସୁଛନ୍ତି। ସେମାନଙ୍କୁ ଦେଖି ଆମର ହାଲକ ଶୁଖିଗଲା। ଲୋକାଲ ପୋଲିସ କହିଲେ ସେମାନେ ସରକାରଙ୍କ ଉପରେ କ୍ଷୁବ୍ଧ ହୋଇ ଭୋଟ ବର୍ଜନ କରିଛନ୍ତି। ତାଙ୍କ ପାଖରେ ସରକାରଙ୍କର କୌଣସି ମୌଳିକ ସୁବିଧା ପହଞ୍ଚି ପାରୁନଥିଲା। ସତରେ ସେମାନେ ଭୋଟ ବର୍ଜନ କରିବା ସ୍ୱାଭାବିକ କଥା। ଆମେ ସରକାରୀ କର୍ମଚାରୀ ହିସାବରେ ନୁହେଁ, ଜଣେ ସାଧାରଣ ନାଗରିକ ହିସାବରେ ସେମାନଙ୍କୁ ସମର୍ଥନ କରୁଥିଲୁ। ଆଉ ଠିଆ ହୋଇ ସେମାନଙ୍କ ସହ ଆଲୋଚନା କରୁଥିଲୁ। ସରକାରୀ ଆଦିବାସୀ, ଗରିବ, ଦଳିତ, ଉନ୍ନୟନ ଏବଂ ଗ୍ରାମାଞ୍ଚଳ ବସବାସ କରୁଥିବା ଲୋକମାନଙ୍କ ପାଇଁ କେତେ ଯୋଜନା କରୁଛନ୍ତି, କିନ୍ତୁ ସେସବୁର କୌଣସି ଯଥାର୍ଥତା ନାହିଁ କହିଲେ ଚଳେ। ଯେତେ ବୁଝାଇଲେ ମଧ୍ୟ ସେମାନେ ବୁଝିବାକୁ ନାରାଜ। ଆମ ପାଖରେ ପହଞ୍ଚି ଆମ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଲେ। ଆର୍ମି ସାଙ୍ଗ ଓ 2 ଜଣ ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ। ସେତେବେଳେ ହଠାତ୍ ରମେଶ ସାର୍ ଛିଟକି ପଡ଼ିଲେ ଯାଇ କୋଷେ ଦୂରରେ। ଆମ ପାଖରେ ଠିଆ ହୋଇ ବୁଝାଉଥିଲେ ସେମାନଙ୍କୁ। ହଠାତ୍ କ'ଣ ହେଲା ତାଙ୍କର। ଏମିତିରେ ବି ଭୟର ବାତାବରଣ ଖେଳିଯାଇଛି ଆମ ଭିତରେ। ରମେଶ ସାର୍କୁ ଉଠାଇଲୁ। ଆଉ ସେ ସମୟରେ ତାଙ୍କୁ ଏ ବିଷୟରେ ପଚାରି ବୁଝିବା ସମ୍ଭବ ନଥିଲା। ତେଣୁ ଯେତେ ସମ୍ଭବ ସେମାନଙ୍କୁ ବୁଝାଇ ସୁଝାଇ ଶାନ୍ତ କରାଇଥିଲୁ। ସବୁ ଦଳର ନେତା ଆସି ବିଭିନ୍ନ ପ୍ରତିଶ୍ରୁତି ଦେଇ ଚାଲି ଯାଉଛନ୍ତି, କିନ୍ତୁ ସେସବୁ ପ୍ରତିଶ୍ରୁତି କିଛି କାର୍ଯ୍ୟକ୍ଷମ ହେଉନାହିଁ। ଦୀର୍ଘ 3 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ କିଛି ବୁଝିଲେ ଆଉ ଦିନ 1:30 ବେଳକୁ ଭୋଟ ଆରମ୍ଭ ହେଲା। ଅଧା ଲୋକ ଭୋଟ ଦେଲେ ଆଉ ଅଧା ଲୋକ ଭୋଟ ଦେଲେନି। ଭୋଟ ସରିଲା। ପୁଣି ଥରେ ଏକ ଘନ ଅନ୍ଧାର ରାତି ମାଡ଼ି ଆସିଲା। ରାତି ସହ ଆମମାନଙ୍କ ମନରେ ଭୟ ଜାଗ୍ରତ ହୋଇ ଉଠିଲା। ସନ୍ଧ୍ୟା 7ଟା। ପୁଣି ଝିପଝିପ୍ ମେଘ ଆରମ୍ଭ ହୋଇଯାଇଥିଲା। ଆମେ ସବୁ ବସି ଆଜିର ଘଟଣା ବିଷୟରେ ଆଲୋଚନା କରୁଥିଲୁ। ସେ ଦୋକାନୀ ଆସି ପହଞ୍ଚିଲା। ଆମେ ତା ହାତରେ କିଛି ତା ଦୋକାନରୁ ଚୁଡ଼ା, ଚିନି, ବିସ୍କୁଟ, କଦଳୀ ଆଦି ମଗାଇଥିଲୁ। ସେ ଆସି ଦେଇଗଲା ଆଉ କହି ସଙ୍ଗେ ସଙ୍ଗେ ଚାଲିଗଲା, ଜଗି ରହି ଚଳୁଥିବା ଆଜ୍ଞା। ତାଠାରୁ ଏତିକି କଥା ଶୁଣି ଆମ ମନରେ ଆହୁରି ଆଶଙ୍କା ଭରିଗଲା। ସମସ୍ତେ ଚାହା ବିସ୍କୁଟ ଖାଇଲୁ। ମନ ଭିତରେ ପୂର୍ବ ରାତିର ଘଟଣା ସବୁ ସ୍ପଷ୍ଟ ଭାବରେ ଉଦୟମାନ ହେଉଥିଲା। ସେ କଳା ଛାଇର ଦୁମ୍ ଦୁମ୍ ଚାଲି ଆଖି ଆଗରେ ନାଚି ଉଠୁଥିଲା। ଭାବିଲି ସମସ୍ତଙ୍କୁ ଏ ବିଷୟରେ ଜଣାଇ ଦେବାଟା ଠିକ୍ ହେବ। ସମସ୍ତେ ବସି ବିଭିନ୍ନ ଚର୍ଚ୍ଚା କରୁଥାନ୍ତେ। ମୁଁ ଅନ୍ୟମନସ୍କରେ ପୂର୍ବ ରାତିର ଘଟଣାର ଭାବନାରେ ବୁଡ଼ି ରହିଥାଏ। ଏହି ସମୟରେ ଡ୍ରାଇଭର କହିଲା, ଜାଣିଛନ୍ତି ବାବୁମାନେ, ଏହି ଗାଁଠାରୁ 3 କିଲୋମିଟର ଦୂରରେ ଏକ ସୁନ୍ଦର ପାହାଡ଼ ଅଛି। ଆଉ ସେ ପାହାଡ଼ରୁ କୁଳୁ କୁଳୁ ନାଦରେ ଝରି ଆସୁଛି ଏକ ଝରଣା, ଆଉ ନଦୀ ବି ଅଛି। ଡ୍ରାଇଭରଠାରୁ ଏତକ କଥା ଶୁଣି ରତିକାନ୍ତ ସାର୍ କହିଲେ, ହଇରେ ଡହରା, ତୁ ତ ଏତେ ଛେରୁଆ ଯେ ଆମ ପିଛା ଛାଡ଼ୁନୁ। ଗୋଟେ ବସ୍ଟେ ନେଇକି ଆସିଛୁ ଯେ ତାକୁ ବଜାରରେ ଛାଡ଼ି ଆସିଛୁ। ସେ ବସ୍ ଅଛି ନା ତାକୁ ମାଓବାଦୀ ଉଡ଼େଇ ସାରିବେଣି କିଏ ଜାଣିଲା। ଏଠି ଆସି ଆମକୁ ସାହିତ୍ୟ ପାଠ ପଢ଼ାଇଲା। ଡ୍ରାଇଭର କହିଲା, ମୁଁ ସତ କହୁଛି ଆଜ୍ଞା, 2 ପହରରେ ଏଇ ଆଖପାଖରେ ବୁଲାବୁଲି କରୁଥିଲି ତ ପଚାରି ବୁଝୁଥିଲେ। ରତିକାନ୍ତ ସାର୍ କହିଲେ, ତ୍ରାହି ଅଛୁ ତ, କି ଡହରା ମାରୁଛି ଲୋକ। ଆଜି ତ ଗାଁ ସାରା ଲୋକ ଆମ ସାଙ୍ଗରେ ଲାଗିଥିଲେ, ଆଉ ତୁ ପଚାରି ବୁଝିଲୁ କେତେବେଳେ? ଆର୍ମି ସାଙ୍ଗ କହିଲା, କାହିଁରେ ଭାଙ୍ଗୁଆଟା ସାଙ୍ଗରେ ଲାଗୁଛ? ହଉ ସେ କହୁଛି ଯଦି ଆମେ କାଲି ସକାଳେ ହେଲେ ଯିବା ବୁଲିକି ଦେଖିବା। ମୁଁ ଚୁପଚାପ ସେମାନଙ୍କ କଥା ଶୁଣୁଥାଏ, କିଛି କହୁନଥାଏ। ମୋତେ ଚୁପଚାପ ଦେଖି ରମେଶ ସାର୍ କହିଲେ, କ'ଣ ରଞ୍ଜନ ମାଷ୍ଟ୍ରେ, ଆପଣ ଥଣ୍ଡା ଥଣ୍ଡା ନିଶୂନ ରାତିରେ କେଉଁ ଭାବନାରେ ହଜି ଯାଇଛନ୍ତି କି? ରମେଶ ସାର୍ ମୋ ଆଣ୍ଠୁକୁ ବାଡ଼େଇ ଡାକିଲେ। ମୋ ଅନ୍ୟମନସ୍କତା ଭଙ୍ଗ ହେଲା। ମୁଁ କହିଲି, ହଁ, କାଲି ସକାଳେ ଆମେ ସେ ଝରଣାକୁ ଗାଧୋଇବାକୁ ଯିବା। 2 ପହରରେ ରମେଶ ସାର୍ଙ୍କ ପଡ଼ିବା କଥା ହଠାତ୍ ମୋର ମନେ ପଡ଼ିଗଲା। ମୁଁ ପଚାରିଲି ସାର୍କୁ। ରମେଶ ସାର୍ କହିଲେ, ହଠାତ୍ କ'ଣ ହେଲା କେଜାଣି ପବନରେ କେହି ଗୋଟିଏ ଆସି ଶକ୍ତ ଧକ୍କା ଦେଲା ଭଳି ମୋତେ ଲାଗିଲା। ରାତି 8ଟା ବେଳକୁ ଗାଁ ମୁଖିଆ ଆସି ପହଞ୍ଚିଲେ। ତେଣୁ ଆଉ ସେ ବିଷୟରେ କିଛି ଆଲୋଚନା କରିଲିନି।
डिबी आउ लंठन मगाइथिलु मुखियाଙ୍କ हाथरे आउ ता सह खाइबा पई खुद भजा मुढ़ी आउ तांको बिलरो अमूल बादाम भजा भी आनिथिले। थंडा पागको अंधार रातिरे आउ गोटे मजा मिलगला आमको। से आमको भल मंद खाइबा पीबा सबु विषय पचारि बुझिले। सकाळर घटना विषय भी आम सहित बसी 10-15 मिनिट से विषय आलोचना करिले। भारी भल मनिषटे से जीवा बेले पचारिले आपण मानक पई मदिरार व्यवस्था करिबे कि। आर्मी सांग आमर भारी खुशी। संगे संगे तांको कथा न सरुणु हाँ करी पकाइला से। आर्मी सांग आउ महेशर खुशी कहिले न सरे। से दिन राति रे चूड़ा कदली खाइबु बोली भाबिथिलो, किंतु मुढ़ी भजा और बादाम खाई पेट भरीगला। तेणु समस्ते मना करदेले केही किछि खाइबेनी बोली। समय जेति गड़ू थाए मो मनरे भयर वातावरण सेतिकी खेलु थाए। मनटा खाली से बरगछ पाखक जाऊ थाए। आ चुप रहिबा उचित मने करिलेनी। भाविली समस्त को ए विषय अवगत कराई देबाटा ठीक हेबो। तेणु कहिली, जानिछंती कि नहीं ए स्कूल घरे केही गोटिए अछि। आर्मी सांग कहला किए अछि। मु कहली कहूनांती रतिकांत सार। रतिकांत सार कहले हाँ हाँ रंजन सार ठीक कहउछंती, किए गोटे अछि। रमेश सार कहले कौन खाली किए गोटे अछि किए गोटे अछि, किए अछि तो कह। मु थ थ म म होई बरगछ आड़े हाथ देखाई डरी डरी कहिले से बरगछरे किए गोटे अछि। आर्मी सांग कहला तू तो ड्राइवर ठू भी बड़ी जाउछु रे, आउ ताकू कौन आमे कहूथिलु। रतिकांत सार कहले काली राति रे आमे दुई जण गोटे कला छाई देखिलु। से एपट सेपट लेफ्ट राइट करुथिला। आम कथा शुणी ठो ठो होई हसिला आर्मी सांग आउ कहिला मते टिके डाकिलनी, मु भी से भूतर लेफ्ट राइट देखि थांते। हठात स्कूल आजबेस्ट उपरे एक विराट पत्थर पड़िला भली शब्द हैला। चमकी पड़िलु आमे सबो। पवन ने 100 थर डिबी लिभि जाउथिला। सेथिपई बाध्य होई डिबी को लिभाई थोई देलो। लंठन को दुक दुक करी जाली थिलो। से भी काम को नुहे। अंधार रे छाती आमर थरे उठुथिला। तापरे से आजबेस्ट उपरे खाली किए डेई डेई चालिबाकु लागिला। आर्मी सांग कहिला अरे से किछि नुहे, वर्षा पवन रे एमिति आजबेस्ट गुड़ाक बाड़े होउछे। आमे बेसी ध्यान देलुनी। राति 11टा हेलारो समस्ते सोईबाकु गलो। मनरे किंतु सेई भय थाए। देह हाथ खाली सिहरी उठु थाए। तथापि केतबळे आम आखि लागी जाइथिला जानिनी। राति 1:30 मो निद भांगिला। मो उठिबा देखि महेश और रमेश सार भी उठी पड़िले। एक लगुथिला भारी जोर रे। लंठन को तेजिलु टिके। आर्मी सांग भारी साहसी, तेणु सांगरे ताकू डाकिउ बोली भाबिलो। ताकू उठेबाकू जाई ता सोईथिबा स्थान को जाई देखिला बेलको आमे सबू घाबराई गलो। एते राति रे से कुआडे गला। रमेश सार कहिले बाहर को बोधे जाइथिबो। मु कहली से तो जाइछि, चलंतु आमे भी जिबा। बाहर को मिसिकी गलो समस्ते। बाहर को जाई देखु तो से स्कूल आग पटे नहीं। बाहर को जीवा परे महेश सार ताकू डाकिबाकू लागिले, किंतु से किछि भी कहू नथिला। बहुत थर डाकिलारु भी से किछि कहिलानी। आम डाक शुणी रतिकांत सार आउ ड्राइवर उठी आसिले। सेतेबेलकू टिके टिके वर्षा पकाउ थाए। सारा आकाश रे बिजुली चाई चाई होई मारु थाए। चारिआडे सुनसान नीरव। मन को पाप छू थाए खाली। रतिकांत सार ठीक से चली पारु न थांते। तेणु आमे तांको स्कूल पिंढारे बसिबाकू कहिलो। आमे जाई देखि आसुछु ए आखपाखरे ही से केउठी थिबो। किंतु से कहले नाई मु भी जीवी। डरे समस्ते छानिया। हठात काहा किछि न कही गायब होई जिबाटा समस्तଙ୍କ चिंतार कारण होइथिला। समस्ते लंठन धरी स्कूल आखपाख बुलिकी देखिलो से केउठी भी नाही। महेश हनुमान चालीसा बोलिबारे लागि थाए। मु कहली चलो सेपट बरगछड़े टिके देखि आसिबा। समस्ते मना कले जीवाको। मोर भी जीवारे जमा इच्छा न थाए, किंतु गलु। जाई देखु तो किटकिट अंधार रे किछि भी देखा जाउ न थाए। लंठन झापसा आलुओ तो किछि भी काम को नुहे। बेंग मानक कें कटर गर्जन रे कान फाटी पड़ु थाए। बिजुली आलोकरे से बरगछको देखि आम पाद तळु माटी खसीगला भली लागिला। बरगछर एक डाल रे केही जणे ओल्टा ओहଳି रहिछि।
ଅନ୍ଧାରରେ କେବଳ ତାର ଲୋହିତ ରକ୍ତ ଲାଲ ଆଖି ଦୁଇଟି ଦୃଶ୍ୟମାନ ହେଉଥାଏ। ଗଛର ଡାଳରେ ଗୋଡ଼ ଦୁଇଟିକୁ ଛନ୍ଦି ଦେଇ ମୁଣ୍ଡ ତଳକୁ କରି ଓହଳି ଦୁଇ ହାତ ସାହାଯ୍ୟରେ ଆର୍ମି ସାଙ୍ଗର ବେକକୁ ଜୋରରେ ଚିପି ଧରିଛି। ଆର୍ମି ସାଙ୍ଗ ନିଜର ପ୍ରାଣ ରକ୍ଷା ପାଇଁ ଯଥାସାଧ୍ୟ ଚେଷ୍ଟା କରୁଥାଏ ଆଉ ଛଟପଟ ହେଉଥାଏ। ଆର୍ମି ସାଙ୍ଗ କିଛି ବି କହିପାରୁନଥିଲା। ଆମେ ସବୁ ଡରରେ ଛାନିଆ। ହଠାତ୍ କ୍ଷିପ୍ର ବେଗରେ ଏକ ଲମ୍ବା ହାତ ଗଛ ଆଡ଼ୁ ଲମ୍ବି ଆସିଲା। ତତ୍କ୍ଷଣାତ୍ ରମେଶ ସାର୍ଙ୍କ ତଣ୍ଟିକୁ ଧରି ଉଠେଇ ନେଲା ଶୂନ୍ୟକୁ। ଆମେ ନିଜ ଆଖିରେ ଏସବୁକୁ ବିଶ୍ୱାସ ବି କରିପାରୁନଥିଲୁ। ରମେଶ ସାର୍ ଆଉ ଆର୍ମି ସାଙ୍ଗ ଆତ୍ମହତ୍ୟା କରିଲା ଭଳି ଶୂନ୍ୟରେ ଛଟପଟ ହେଉଥାନ୍ତି। ଶୂନ୍ୟରେ ଥାଆନ୍ତି ସତ, କିନ୍ତୁ କିଏ ଧରିଛି କୌଣସି ହାତ ଦେଖାଯାଉନଥାଏ। ସେ ସମୟରେ କ'ଣ କରିବୁ ଆମେ ଜାଣିପାରୁନଥିଲୁ। ଲଣ୍ଠନ ବତୀ ଆକସ୍ମିକ ଭାବରେ ଲିଭିଗଲା। ସେ ଆତ୍ମାର ନିଶ୍ୱାସରୁ ଏକ ଅଜବ ଆୱାଜ ଆସି ଆମ ଛାତିକୁ ଥରାଇ ଦେଉଥିଲା। ଦାନ୍ତ କଡ଼ମଡ଼ କରି ଚୋବେଇବାର ସେ ଶବ୍ଦ ଶୁଣି ପ୍ରାଣ ହରେଇ ଦେବା ଭଳି ଲାଗୁଥିଲା। କେବଳ ଦୁଇଟି ରକ୍ତ ଲାଲ ଆଖି ଛଡ଼ା ଆଉ କିଛି ବି ଦେଖାଯାଉନଥାଏ।